କିଛି ଲୋକ ଆମ ଜୀବନରେ ଆସନ୍ତି, ହେଲେ ରହିବା ପାଇଁ ନୁହେଁ, ସବୁଦିନ ସ୍ମୃତି ହେଇ ରହିଯିବା ପାଇଁ। କେବେ କେବେ ମନ ଏମିତି କିଛି କଥା ଭାବିଦିଏ, କିନ୍ତୁ କେବେ କାହାକୁ କହିପାରେ ନା। ହେଲେ ସେ ସବୁ କଷ୍ଟକୁ ସହି ଭାବନା ସବୁ ଲେଖିଚାଲେ, ଯାହା କେବେ ତା ନିଜର ହେଲାନି। କେବଳ ତାକୁ କୁହାଗଲା ଅପେକ୍ଷା କର, ତ ପ୍ରେମ ଫେରି ଆସିବ। ହେଲେ ସେ ପ୍ରେମ ଏ ପର୍ଯ୍ୟନ୍ତ ଧରାଦେଲାନି। କେବେ କେବେ ଜୀବନରେ ଏମିତି କିଛି ଲୋକ ଆସନ୍ତି ଯେଉଁମାନେ ନିଜ ଠାରୁ ବି ନିଜର ଲାଗନ୍ତି, ହେଲେ ସମୟ ସହିତ ସେମାନେ ହିଁ ଅଜଣା ହେଇଯାଆନ୍ତି। କିଛି କଥା ଅଧୁରା ରହିଯାଏ, କିଛି ସ୍ୱପ୍ନ ନୀରବରେ ଭାଙ୍ଗିଯାଏ, ଆଉ କିଛି ଅପେକ୍ଷା ସାରା ଜୀବନ ପାଇଁ ହୃଦୟରେ ରହିଯାଏ। ଏହି ଶବ୍ଦ ଗୁଡ଼ିକ କେବଳ କବିତା ନୁହେଁ, ଏଗୁଡ଼ିକ ମୋ ମନର ସେଇ ଅକୁହା ଅନୁଭବ, ଯାହାକୁ ମୁଁ କେବେ କହିପାରିନଥିଲି। ହେଇପାରେ ମୋ ଭଳି ଆପଣମାନେ ମଧ୍ୟ କେବେ କାହାର ଅପେକ୍ଷା କରିଥିବେ। ହେଇପାରେ ଆପଣମାନଙ୍କ ମନରେ ମଧ୍ୟ କିଛି ଅକୁହା ବେଦନା ଲୁଚିଥିବ। ସେଇ ଅପେକ୍ଷାର ଅଧୁରା କାହାଣୀଟି ଏହି ବହିରେ ଲିଖିତ। ଆପଣମାନଙ୍କୁ ନିଶ୍ଚିନ୍ତ ଭାବରେ ଏହି ଅଧୁରା ପ୍ରେମ କାହାଣୀଟି ଭଲ ଲାଗିବ, ଆଉ କୋହ ଭିଜା ହୃଦୟକୁ ଲୁହରେ ଭିଜେଇ ଦେବ। ଅପେକ୍ଷା କେବଳ ଆପଣଙ୍କ ପାଇଁ।